ଦେଖନ୍ତୁ ସୁଭଦ୍ରା ଯୋଜନାରେ ଆଉ ଏକ ନୂଆ ଅପଡେଟ୍ ଆସିଲା ବା ନୂଆ ନିୟମ ମଧ୍ୟ ସରକାର ଜାରି କଲେ ଏମାନଙ୍କୁ ଆଉ ଟଙ୍କା ମିଳିବ ନାହିଁ। ତ ଯଦି ଆପଣ ବି ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ ଏଥିରୁ ଟଙ୍କା ପାଉଛନ୍ତି ତେବେ ତ ଏ କଥା ଆପଣଙ୍କ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ ବା ଆପଣ ଜାଣି ରଖିବା ନିହାତି ଜରୁରୀ। କେଉଁମାନେ ପାଇବେ ନାହିଁ ବା ସରକାର କ'ଣ ନୂଆ ନିୟମ ଜାରି କଲେ ଯାହା ଆମେ ଭିଡ଼ିଓରେ ଜାଣିବା ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଦେଖନ୍ତୁ। ଆପଣଙ୍କର ବଡ଼ କାମର ବି ଆସିପାରେ। ଜାଣିବା ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏବେ ଦେଖନ୍ତୁ ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର। 18,000 ଟଙ୍କା ବୃତ୍ତି ପାଉଥିଲେ ସୁଭଦ୍ରା ପାଇଁ ଅଯୋଗ୍ୟ ହେବେ ଛାତ୍ରୀ। କୌଣସି ଛାତ୍ରୀଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଠାରୁ 18,000 କିମ୍ବା ଏହାଠାରୁ ଅଧିକ ଟଙ୍କାର ସହାୟତା ମିଳୁଛି କି? ଯଦି ଆପଣ ଏପରି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ। ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ। ତେବେ ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ। ତେବେ ସୁଭଦ୍ରା ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ତେବେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ 18,000 ଟଙ୍କା କିମ୍ବା ତାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ ତେବେ ସେ କ୍ଷେତ୍ରରେ ସମ୍ପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହେବେ। ଏନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି। ତେବେ ଛାତ୍ରୀଙ୍କୁ ଯେଉଁ ଛାତ୍ରବୃତ୍ତି ରାଶି ପ୍ରଦାନ ଦିଆଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇ ପାରୁନାହିଁ। ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ 2023-24 ଏବଂ 2024-25 ଆର୍ଥିକ ବର୍ଷରେ ଛାତ୍ରୀମାନେ 18,000 ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଉଛନ୍ତି ତାର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ। ତେବେ ଯାହାକି ସୁଭଦ୍ରା ଯୋଜନାର ବଡ଼ ଅପଡେଟ୍ ମୁତାବକ ଖୁବ୍ ଶୀଘ୍ର ଏହି ହିତାଧିକାରୀଙ୍କୁ ଟଙ୍କା ମିଳିବାକୁ ବାଦ୍ ପଡ଼ିପାରନ୍ତି ବା ଏମାନଙ୍କୁ ମଧ୍ୟ ଟଙ୍କା ଆଉ ମିଳି ନପାରେ। କାହିଁକିନା ଯେଉଁ ଛାତ୍ରୀ କଲେଜ ମାନଙ୍କରେ ପଢ଼ୁଛନ୍ତି ବା ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ 18,000ରୁ ଅଧିକ ସହାୟତା ମିଳୁଛି ତେବେ ସେମାନେ ମଧ୍ୟ ଆଉ ଏହି ସୁଭଦ୍ରା ସ୍କିମ୍ ପାଇପାରିବେ ନାହିଁ ବା ଏମାନେ ମଧ୍ୟ ବାଦ୍ ପଡ଼ିବେ। ତେବେ ଅଧିକ ଜାଣିବା ପାଇଁ ହେଲେ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।